এই କିଛି ଦିନ ହେବ ମୋ ଚ୍ୟାନେଲରେ ଆଉ କିଛି ଭଲ ଭିଡ଼ିଓ ଆସୁନି, ଯାହାଦ୍ୱାରା ଆଉ ଯେଉଁ ଭିଡ଼ିଓ ଗୁଡ଼ାକ ଆସୁଛି ସେ ଭିଡ଼ିଓରେ ବହୁତ କମ୍ ଭ୍ୟୁଜ୍ ଗୁଡ଼ାକ ଆସୁଛି। ଯେମିତି 100, 200, 500 ଭ୍ୟୁଜ୍ ସେମିତି ଆସି ଅଟକି ଯାଉଛି। ଯେଉଁ ଭିଡ଼ିଓ ଗୁଡ଼ାକ ଆଉ ମୁଁ ବନାଉଥିଲି, ଯେଉଁ ଟପିକ୍କୁ ନେଇ ବନାଉଥିଲି, ଯେମିତି ଜାଗତିକ ବିଷୟ ହେଉ କିମ୍ବା ସାଂସାରିକ ବିଷୟ ହେଉ, ଆତ୍ମିକ ବିଷୟ କିମ୍ବା ପ୍ରଭୁଙ୍କ ଉଦ୍ଦେଶ୍ୟକୁ ନେଇ ବିଷୟ ଗୁଡ଼ାକ, ଯେମିତି କିଛି ଅନ୍ଧଭକ୍ତ ମାନେ ଯେଉଁ ଯୀଶୁଖ୍ରୀଷ୍ଟଙ୍କୁ ନେଇ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହିତ, ଥଟ୍ଟା ପରିହାସ କରିବା ସହିତ ଅନେକ ପ୍ରକାର ମଜାକ ଉଡ଼ାଉଛନ୍ତି, ସେଇ ଟାଇପ୍ର ଲୋକମାନଙ୍କୁ ମୁଁ ସେମାନଙ୍କ ହିସାବରେ ତାଙ୍କରି ହିସାବରେ ମୁଁ ଜବାବ ଦେବା ପାଇଁ ବୋଲି ମୁଁ ଭିଡ଼ିଓ କରୁଥିଲି, ଆଗକୁ ମଧ୍ୟ ସେମିତି କରିବି। ତ ଯେମିତି ଗୋଟେ ଲେଖା ଅଛି ଯେ ମୂର୍ଖକୁ ତାର ମୂର୍ଖତା ଅନୁସାରେ ଉତ୍ତର ଦିଅ, ନଚେତ୍ ସେ ନିଜକୁ ଜ୍ଞାନୀ ବୋଲି ମନେ କରିବ। ଏଇ ଆଉ ଯେଉଁ ୱାର୍ଡ଼ଟା ଲେଖା ହେଇଛି, ଯେଉଁ ପଦଟା, ଏଇଟା ମୋତେ ଠିକ୍ ପରି ଲାଗୁଛି। ତେଣୁକରି ଆମେ ଯଦି ଗୋଟିଏ ଯଦି ଆମେ ଧାନ ମନ୍ଥୁଥିବା, ସେଇଠି ଆମେ ଯଦି ଗୋରୁ କିମ୍ବା ବଳଦକୁ ନେଇ ଯଦି ଆମେ ତାକୁ ଯେଉଁ ଧାନ ମନ୍ଥିବା ପାଇଁ ଯେଉଁ ବେଙ୍ଗଳା ବୁଲାନ୍ତି, ଆଉ ବୁଲିବା ସମୟରେ ତାକୁ ଆମେ ଯଦି ଯେଉଁ କହୁଛନ୍ତି ତିତି ତିତି ପାପା 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 ତିତି ତିତି ବୋଲି କହୁଛନ୍ତି, ତାର ଅର୍ଥ ସେଇଟା ସେମାନେ ବୁଝିବା ପାଇଁ ସେ ଭାଷା ଥାଏ। ଆଉ ଯଦି ସେମାନେ ବୁଝିଲା ପରି ଭାଷାରେ ଯଦି ଆମେ ତାକୁ କହିବା ନାହିଁ, ଆଉ ଯଦି ଆମେ ପୁରା ଶୁଦ୍ଧ ଓଡ଼ିଆରେ କହିବା, ଏ ବାବୁରେ ଟିକେ ଡାହାଣକୁ ଚାଲେ, ଟିକେ ବାମକୁ ଚାଲେ, ହଁ ହଁ ସେଠି ରହିଯା, ଯଦି ଏମିତି କହିବା ତ ସେମାନେ ବୁଝିପାରିବେନି। ଯେମିତି ଆମେ ଆମରି ଏରିଆରେ ଗାଡ଼ିରେ ଯିବା ସମୟରେ ଓଲ୍ଡ ରାଇଟ୍ 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 ଏମିତି କୁହନ୍ତି। ତାର ଅର୍ଥ କ'ଣ? ଓଲ୍ଡ କହିଲେ ଗାଡ଼ି ରଖିବା ପାଇଁ, ରାଇଟ୍ 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 କହିଲେ ଗାଡ଼ି ଚାଲ ଚାଲ ଚାଲ, ଗାଡ଼ି ଛାଡ଼ିବା ପାଇଁ। ତ ଏମିତି ସବୁ କହିଥାନ୍ତି। ତ ମୋର କହିବା ଉଦ୍ଦେଶ୍ୟ ଯେ ଯେଉଁମାନେ ଆଉ ମୂର୍ଖାମୀ ଅନୁସାରେ ଯଦି ପ୍ରଶ୍ନ କରୁଛନ୍ତି, ତ ସେମାନଙ୍କୁ ସେ ମୂର୍ଖାମୀ ହିସାବରେ ମୋତେ ଉତ୍ତର ଦେବାକୁ ଭଲ ଲାଗେ। ତ ସେଇ ଟାଇପ୍ର ଭିଡ଼ିଓ ଗୁଡ଼ାକ ମୁଁ କରୁଥିଲି, କିନ୍ତୁ ଏବେ କିଛି ଦିନ ହେଲା ମୁଁ ସେ ଟପିକ୍ ଗୁଡ଼ାକ ବନ୍ଦ କରିଦେଇଛି। ଆଉ ମ୍ୟାରେଜ୍ ଭିଡ଼ିଓ ଗୁଡ଼ାକ ମୁଁ ଅପଲୋଡ଼ କରୁଛି। ତ ମୋର ହେଟେଷ୍ଟ ଯେଉଁମାନେ ମୋତେ ଘୃଣା କରୁଛନ୍ତି, କାରଣ ଯେଉଁମାନଙ୍କୁ ମୋର ପ୍ରଶ୍ନ ଗୁଡ଼ାକ ଦ୍ୱାରା ଯାହାର ପିଛୁଆଡ଼ ଜଳି ଯାଉଛି, ଅନ୍ଧଭକ୍ତମାନେ ଆଉ ଗାଈର ଗୋମୂତ ଖାଉଥିବା ଆଉ କିଛି ଲୋକ, ତ ସେମାନଙ୍କୁ ତ ଟିକେ କୁତୁ ଆଉ ଟିକେ ଖୁସି ଲାଗୁଥିବ ଯେ ଯାହା ହଉ ଆଉ ଇଏ ଆର ଭିଡ଼ିଓ ଆସୁନି, ବୋଧେ ଆର ପାର୍ଟି ବନ୍ଦ ହେଇଗଲା ବୋଧେ ବୋଲି କିଛି ଭାବୁଥିବେ। ଆଉ କିଛି ଲୋକ ଭାବୁଥିବେ ଆଉ ବୋଧେ ଆମର କମେଣ୍ଟ ଗୁଡ଼ାକରେ ଆମର ଧମକରେ ବୋଧେ ଡରିଗଲା, ତେଣୁକରି ଆଉ ଭିଡ଼ିଓ ଆସୁନି ବୋଲି ଭାବୁଥିବେ। ସେମିତି କିଛି ବି ନାହିଁ। ଆଉ ମୁଁ ଟିକେ ଟାଇମ୍ ପାଇପାରୁନି ଭିଡ଼ିଓ କରିବା ପାଇଁ। ଦେଖନ୍ତୁ, ଆଉ ସ୍ପେଶାଲ୍ ରୁମ୍କୁ ଯାଇ ଭିଡ଼ିଓ ବନେଇବା, ତାକୁ ତାର ଟପିକ୍ ଗୁଡ଼ାକ ଗୋଟି ଗୋଟି କରି ଖାତାରେ ଲେଖିବା, ତାକୁ ପ୍ରାକ୍ଟିସ୍ କରିବା, ପଏଣ୍ଟ ୱାଇଜ୍ ତାକୁ ଆମେ ଏକ୍ସପ୍ଲେନ୍ କରି କହିବା, ପୁଣି ତାକୁ ଏଡ଼ିଟିଂ କରିବା, ତାର ଥମ୍ବନେଲ୍ ସଜେଇବା, ଏ ସବୁ କାମ ଗୁଡ଼ାକ କରିବାକୁ ହେଲେ ରାତି ଅନିଦ୍ରା ରହିବାକୁ ପଡ଼େ, 12ଟା 1 ହେଇଯାଏ। ତ ବହୁତ ହାର୍ଡ଼ୱାର୍କ କରିବାକୁ ପଡ଼ିଥାଏ। ତେଣୁକରି ମୁଁ ସମୟ ଅଭାବ ହେତୁ ମୁଁ କରିପାରୁନି। ଆଉ କିଛି ଲୋକମାନେ ଏଇ ଯେଉଁ ମ୍ୟାରେଜ୍ ଭିଡ଼ିଓ ଗୁଡ଼ାକ ମୋର ଏବେ ବର୍ତ୍ତମାନ ଅପଲୋଡ଼ ହେଉଛି, ଏ ବିଷୟରେ ମୁଁ ପଦେ କହିବି। ଯେ କିଛି ଲୋକ ଭାବୁଛନ୍ତି ଯେ ଆର କିଛି କାମଧନ୍ଦା ନାହିଁ, ଏ ଟାଇପ୍ର ମ୍ୟାରେଜ୍ ଭିଡ଼ିଓ ଗୁଡ଼ାକ ସୁଟ୍ କରୁଛି, ଅପଲୋଡ଼ କରିଦେଉଛି। ତ ମୋର ଯେଉଁ ଆଉ ଟପିକ୍ ଗୁଡ଼ାକ ଅଛି, ମୁଁ ଯେଉଁ ଚ୍ୟାନେଲ୍ରେ ମୁଁ ଯେଉଁ କାମ କରୁଛି, ଯେଉଁ ଟାଇପ୍ର ଭିଡ଼ିଓ ଗୁଡ଼ାକ, ଯେଉଁ ଟାଇପ୍ର ଟପିକ୍ ଗୁଡ଼ାକ ମୁଁ ଚଏସ୍ କରି ଭିଡ଼ିଓ ବନାଉଛି, ସେଇ ଟାଇପ୍ର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଛି ନା ଏମିତି ମ୍ୟାରେଜ୍ ଭିଡ଼ିଓ ଗୁଡ଼ା ଅପଲୋଡ଼ କରିବାଟା ମୋ ପକ୍ଷରେ ଠିକ୍ ନା ଭୁଲ, ସେଇଟା ମୁଁ ଜାଣିପାରୁନି। କାରଣ ଚିହ୍ନା ପରିଚୟ ଗାଁ ଗହଳି ଭିଡ଼ିଓ ଗୁଡ଼ାକ ତ ମୁଁ
ବାଧ୍ୟ ହୋଇ ଗୋଟେ ମେମୋରି ଭାବି ମୁଁ ସେଇଟାକୁ ଅପଲୋଡ଼ କରିଦେଉଛି, ଯେମିତି ସମୟ ଅନୁକ୍ରମେ ସେଇଟା ଆମେ ଦେଖିପାରିବା, ସେଇ ସ୍ମୃତିକୁ ମନେ ପକାଇ ପାରିବା ବୋଲି ଅପଲୋଡ଼ କରିଦେଉଛି। ଯଦି ଏଇ ଟାଇପ୍ର ଭିଡ଼ିଓ ଆପଣମାନଙ୍କୁ ଠିକ୍ ଲାଗୁନି ତ ନିଶ୍ଚୟ ମୋତେ କମେଣ୍ଟରେ ଜଣାଇବେ। ମୁଁ ଏଇ ଟାଇପ୍ର ଭିଡ଼ିଓ ଆଉ ଅପଲୋଡ଼ କରିବା ବନ୍ଦ କରିଦେବି। ଆଉ ଆପଣମାନଙ୍କର ଯଦି କିଛି କୋଶ୍ଚିନ୍ ଅଛି ତ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ତାକୁ ନେଇ ମୁଁ ଭିଡ଼ିଓ ବନାଇବା ପାଇଁ ଚେଷ୍ଟା କରିବି। କିନ୍ତୁ ଏଇ କିଛି ଦିନ ହେଲା ମୁଁ ଟିକେ ଏପଟ ସେପଟ ହେଇ ରହୁଛି ତ ସମୟ ପାଉନାହିଁ। ଆଉ ଯଦି ଏଇ ଟାଇପ୍ର ଭିଡ଼ିଓ ଭଲ ଲାଗୁଛି ତ ନିଶ୍ଚୟ ଜଣାଇବେ, ଯେମିତି ମୁଁ ଆଉ ଅନ୍ୟ ଗାଁକୁ ମଧ୍ୟ ବାଇକ୍ରେ ଯେ ଭିଡ଼ିଓ ବନେଇ ଆପଣମାନଙ୍କ ପାଇଁ ବୋଲି ମୋ ଚ୍ୟାନେଲ୍ରେ ଅପଲୋଡ଼ କରିବି। ଅଧିକ ସମୟ ହେଇଗଲା, ଆପଣମାନଙ୍କ ମତାମତ ନିଶ୍ଚୟ ଜଣାଇବେ। ରହୁଛି, ପୁଣି ଆଉ ଏକ ନୂଆ ଭିଡ଼ିଓ ଆଉ ନୂଆ ଟପିକ୍ ସହ ଦେଖା ହେବ। ନମସ୍କାର।